ରେବତୀ ଫକୀରମୋହନ ସେନାପତି। କଟକ ଜିଲ୍ଲାର ହରିହରପୁର ପ୍ରଗଣା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ ନାମ ପାଟପୁର। ଗ୍ରାମ ମୁଣ୍ଡିରେ ଗୋଟିଏ ଘର, ଆଗିଲି ପଛିଲି ଚାରି ବଖରା, ଖଞ୍ଜା ପାଚିରି, ଚାଳିଆରେ ଢିଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡ ଦୁଆର, ପଛକୁ ବାଡ଼ି ଦୁଆର। ଦାଣ୍ଡ ଦୁଆର ମେଲା ଘରେ ଦାଣ୍ଡ ଲୋକେ ବସା ଉଠା କରନ୍ତି। ପ୍ରଜାମାନେ ଖଜଣା ଦେବାକୁ ଆସି ଏହିଠାରେ ବସନ୍ତି। ଶ୍ୟାମବନ୍ଧୁ ମହାନ୍ତି ଜମିଦାର ତରଫରୁ ଗ୍ରାମର କରଣ ମାସକୁ ମାସ 2 ଟଙ୍କା ଦରମା ଛାଣି ପାଉତି ବିଶୋଧନୀ, ବାହାଲହଣା ଇତ୍ୟାଦିରୁ 2 ପଇସା ହାତ ପଇଠ ହୁଏ। ସବୁ ମିଶାଇଲେ ମାସକୁ 4 ଟଙ୍କାରୁ ଊଣା ହେବ ନାହିଁ। ସଂସାର ଏକରକମ ଚଳେ। ଏକରକମକିଆ ବୋଇଲେ ଭଲ ଚାଲେ। ଏଇଟା ହେଲା ନାହିଁ, ସେଇଟା ଘରେ ନାହିଁ, ଏପରି କଥା କାହାରି ମୁହଁରୁ ଶୁଣାଯାଏ ନାହିଁ। ବାଡ଼ିରେ ଶାଗମୁଗ ଛାଣି, ସଜନା 2 ଗଛ, ଘରେ ଗାଈ 2ଟା ବନ୍ଧା, ଦୁଧ ଟିକିଏ, ଚହ୍ଲା ମନ୍ଦାଏ ହାଣ୍ଡି ତଳେ ଲାଗିଥାଏ। ବୁଢ଼ୀ ଚଷୁ ମିଶାଏ ଘଷି ପାରିଦିଏ। କାଠ କିଣା ବାଧେ ନାହିଁ। ଜମିଦାର 3.5 ମାଣ ଜମି ଚଷିବାକୁ ଦେଇଛନ୍ତି। ଧାନ ବଳେ ନାହିଁ କି କମେ ନାହିଁ। ଶ୍ୟାମବନ୍ଧୁଟି ବଡ଼ ସିଧାସଳଖ ଲୋକ। ପ୍ରଜାମାନେ ମାନନ୍ତି, ସୁଖ ପାଆନ୍ତି। ବାପରେ ଧନରେ କହି ଦୁଆର ଦୁଆର ବୁଲି ଖଜଣା ଅସୁଲ କରେ। କାହାରିଠାରୁ ଅନ୍ୟାୟରେ ପଇସାଟିଏ ନିଏ ନାହିଁ। ପ୍ରଜାମାନେ ଖଜଣା ଦେଇ ପାଉତି ମାଗନ୍ତି ନାହିଁ। ସେ 4 ଆଙ୍ଗୁଳି ତାଳପତ୍ରରେ ଖଣ୍ଡେ ପାଉତି ଲେଖି ବଲେ ବଲେ ଚାଳରେ ଗୁଞ୍ଜି ଦେଇଯାଏ। ଶ୍ୟାମବନ୍ଧୁ ଘରେ ଖାଇବାକୁ କୁଟୁମ୍ବ 4 ଜଣ। ଆପେ 2 ପରାଣୀ, ମା ବୁଢ଼ୀ, 10 ବରଷର ଗୋଟିଏ ଝିଅ। ଝିଅର ନାମ ରେବତୀ। ଶ୍ୟାମବନ୍ଧୁ ସଞ୍ଜବେଳେ ପିଣ୍ଡାରେ ବସି କୃପାସିନ୍ଧୁ ବଦନ ଗାଏ, ଆଉ ଭଜନ ଗାଏ। କେବେ କେବେ କାଠ ରୁଖାଟି ଉପରେ ବଇଠାଟିଏ ଥୋଇ ଭାଗବତ ପଢ଼େ। ରେବତୀ ପାଖରେ ବସି ଶୁଣୁଥାଏ। ସେ ମୁହେଁ ମୁହେଁ ଢେର ଭଜନ ଶିଖିଗଲାଣି। ତା ପିଲା ମୁହଁକୁ ଭଜନଗୁଡ଼ାକ ଖୁବ୍ ମାନେ। ସଞ୍ଜବେଳେ ବାପା ପାଖରେ ବସି ଭଜନ ଗାଇଲେ ଗାଁର କୌଣସି ଲୋକ ଆସି ଶୁଣନ୍ତି। ରେବତୀ ବାପା ପାଖରୁ ଗୋଟାଏ ଭଜନ ଶିଖିଥିଲା। ସେଇଟି ଗାଇଲେ ଶ୍ୟାମବନ୍ଧୁ ଭାରି ଖୁସି ହୁଏ। ପ୍ରତିଦିନ ଝିଅକୁ ଗାଇବାକୁ କହେ। ରେବତୀ ଗାଏ। 2 ବର୍ଷର ତଳେ ସ୍କୁଲ ଡେପୁଟି ଇନ୍ସପେକ୍ଟର ମଫସଲ ଗସ୍ତକୁ ଯିବା ସମୟରେ ପାଟପୁରରେ ରାତିଏ ରହିଯାଇଥିଲେ। ଗ୍ରାମର ମୁଖିଆ କେତେଜଣ ଲୋକ କୁହାପୋଛା କରିବାରୁ ଦ୍ୱିପଟି ବାବୁ ଓଡ଼ିଶା ବିଭାଗର ଇନ୍ସପେକ୍ଟରଙ୍କଠାକୁ ରିପୋର୍ଟ କରି ଗୋଟାଏ ଅପର ପ୍ରାଇମେରୀ ସ୍କୁଲ ବସାଇ ଦେଇଅଛନ୍ତି। ଶିକ୍ଷକଟି କଟକ ନର୍ମାଲ ସ୍କୁଲର ଅବଧାନ ବିଭାଗର ଉତ୍ତୀର୍ଣ୍ଣ ଛାତ୍ର। ନାମ ବାସୁଦେବ। ନାମଟି ଯେପରି ବାସୁଦେବ, ଲୋକଟା ମଧ୍ୟ ସେହିପରି ବାସୁଦେବ। ଟୋକାଟାର ଭିତର ବାହାର ସବୁ ସୁନ୍ଦର। ଗାଁ ମଝିରେ ଚାଲିଯିବା ବେଳେ ମୁଣ୍ଡ ଟେକି କାହାକୁ ଚାହେଁ ନାହିଁ। ବୟସ ଅନ୍ଦାଜ 20। ସୁନ୍ଦର ରୂପ ଯେମନ୍ତ ଗୋଟାଏ ଚାଉଳରେ ଗଢ଼ା। ପିଲାଦିନେ ପିହୁଳା ରୋଗ ହୋଇଥିଲା। ତା ମା ମୁଣ୍ଡରେ ତତଲା ବୋତଲ ମୁହଁ ଚିହ୍ନ ଦେଇଥିଲା। ସେ ଚିହ୍ନ ଆଜିଯାଏ ଅଛି। ହେଲେ ସେ ଚିହ୍ନ ତାକୁ ମାନେ। ବାସୁଦେବ ପିଲାକାଳରୁ ମା ବାପ ଛେଉଣ୍ଡ। ମାମୁଁ ଘରେ ରହି ମଣିଷ ହୋଇଛି। ବାସୁଦେବ ଜାତିରେ କରଣ। ଶ୍ୟାମବନ୍ଧୁ ମଧ୍ୟ କରଣ। କେବେ ପୁନେଇ ଗୁରୁବାରରେ ଘରେ ପିଠାପଣା ହେଲେ ଶ୍ୟାମବନ୍ଧୁ ପାଠଶାଳାକୁ ଯାଇ କହି ଆସେ, ବାପା, ବାସୁ ସଞ୍ଜବେଳେ ଟିକେ ଆମ ଘରକୁ ଯିବ? ତୁମକୁ ମାଉସୀ ଡାକିଛନ୍ତି। ଏହିପରି ଯିବା ଆସିବାରେ ସେମାନଙ୍କ ମଧ୍ୟରେ ଗୋଟିଏ ମାୟା ଲାଗିଗଲାଣି। ରେବତୀ ମା ବାସୁକୁ ଦେଖିଲେ କହେ, ଆ ମା ଛେଉଣ୍ଡ କ'ଣ ଖାଏ? କ'ଣ କିଏ ତା ଖାଇବା ଦେଖୁଛି? ବାସୁ ପ୍ରତିଦିନ ସଞ୍ଜବେଳେ ଯାଇ ଶ୍ୟାମବନ୍ଧୁ ପାଖରେ ଘଡ଼ିଏ ଅଧେ ବସି ଆସେ। ବାସୁକୁ ଦୂରରେ ଦେଖିଲେ ବାସୁଭାଇ ଅଇଲେ ବୋଲି ରେବତୀ ପାଟିକରି ବାପକୁ
କହେ। ରେବତୀ ସଞ୍ଜବେଳେ ବାପା ପାଖରେ ବସି ପ୍ରତିଦିନ ପଠିତ ପୁରାଣ ଭଜନ ଗୁଡ଼ାକ ବାସୁକୁ ଶୁଣାଏ। ବାସୁକୁ ସେହି ଗୀତ ନୂଆ ନୂଆ ପରି ଲାଗେ। ଦିନେ ଏ କଥା ସେ କଥା ପଢ଼ୁ ପଢ଼ୁ ଶ୍ୟାମବନ୍ଧୁ ଶୁଣିଲେ କଟକରେ ଗୋଟାଏ ଝିଅ ସ୍କୁଲ ଅଛି। ସେଠାରେ ଝିଅମାନେ ପଢ଼ନ୍ତି, ଲୁଗାସିଆ ଶିଖନ୍ତି। ସେହି ଦିନଠାରୁ ରେବତୀକୁ ପାଠ ପଢ଼ାଇବାକୁ ଶ୍ୟାମବନ୍ଧୁଙ୍କର ମନ ହେଲା ଏବଂ ଆପଣା ମନର କଥା ବାସୁଦେବଙ୍କୁ କହିଲେ। ବାସୁ ଶ୍ୟାମବନ୍ଧୁଙ୍କୁ ପିତୃତୁଲ୍ୟ ମାନେ କହିଲା, ଆଜ୍ଞା, ମୁଁ ସେହି କଥାଟା କହିବି ହେଉଥିଲି। ଦୁଇ ଜଣଙ୍କ ପରାମର୍ଶରେ ରେବତୀକୁ ପାଠ ପଢ଼ାଇବାର ସ୍ଥିର ହେଲା। ରେବତୀ ପାଖରେ ବସି ଶୁଣୁଥିଲା। ଦୁଇ ଚିଲାରେ ଘର ଭିତରକୁ ଯାଇ ମାଆକୁ ଆଉ ଜେଜିକୁ ମୁଁ ପଢ଼ିବି ଖବର ଦେଲା। ମା କହିଲେ, ହଉ ହଉ ପଢ଼ିବୁ। ଜେଜି କହିଲେ, ପାଠ କ'ଣ ଲୋ ମାଇକିନିଆ ଝିଅଟା, ପାଠ କ'ଣ? ରନ୍ଧାବଢ଼ା ଶିଖ, ପିଠାପଣା କରି ଶିଖ, ଝୋଟି ଦିଆ ଶିଖ, ପାଠ କ'ଣ? ରାତିରେ ଶ୍ୟାମବନ୍ଧୁ ପିଣ୍ଡାରେ ଖଣ୍ଡେ ଆମ୍ବ କାଠ ପିଢ଼ା ଉପରେ ବସି ଭାତ ଖାଉଛନ୍ତି। ରେବତୀ ସାଙ୍ଗରେ ବସି ଖାଉଛି। ବୁଢ଼ୀ ଆଗରେ ବସି ଭାତ ପୁଞ୍ଜାଏ ଆଣ, ଡାଲି ପାଣି ଟିକିଏ ପକେଇ ଯା, ଲୁଣ ଟିକିଏ ଦେ ଇତ୍ୟାଦି କଥା ବୋହୂ ପ୍ରତି ଆଦେଶ କରୁଛନ୍ତି। କଥାରେ କଥାରେ ବୁଢ଼ୀ କହି ବସିଲେ, ହରେ ଶ୍ୟାମ, ରେବି ପାଠ ପଢ଼ିବ? ପାଠ କ'ଣ ରେ? ତିରିଲା ଝିଅର ପାଠପଢ଼ା କ'ଣ? ଶ୍ୟାମବନ୍ଧୁ କହିଲେ, ହେଉ, ପଢ଼ୁଛୁ ତ ପଢ଼ୁ। ରେବତୀ ଭାରି ଖପା ହୋଇଯାଇ ଜେଜିକୁ ଗାଳି ଦେଇ କହିଲା, ଯା ଲୋ ବୁଢ଼ୀ ଡୁଗୁରିଟା। ତାହା ବାଦ୍ ଅଳି କରି ବାପାକୁ କହିଲା, ନା ବାପା, ମୁଁ ପଢ଼ିବି। ଶ୍ୟାମବନ୍ଧୁ କହିଲେ, ହଁ ହଁ, ତୁ ପଢ଼ିବୁ। ସେଦିନ କଥା ଏତିକି। ତହିଁ ଆରଦିନ ଉପର ଓଳି ବାସୁଦେବ ସୀତାନାଥ ବାବୁଙ୍କ ପ୍ରଥମ ପାଠ ଖଣ୍ଡିଏ ନେଇ ରେବତୀକୁ ଦେବାରୁ ସେ ବଡ଼ ଖୁସି ହୋଇ ବାପା ପାଖରେ ବସି କିତାବର ମୂଳ ପୁଡ଼ାଠାରୁ ଶେଷ ପୁଡ଼ାଯାଏ ଓଲଟାଇ ଦେଖିଲା। ସାଥିରେ ହାତୀ, ଘୋଡ଼ା, ଗୋରୁ ଇତ୍ୟାଦିର ଛବି ଦେଖି ଖୁସି ହୋଇଗଲା। ରାଜାମାନେ ହାତୀ, ଘୋଡ଼ା ବାନ୍ଧି ଖୁସି ହୁଅନ୍ତି, କେହି ଘୋଡ଼ା ଚଢ଼ି ଖୁସି ହୁଏ। ଆମ ରେବି ଛବିଟା ଦେଖି ଖୁସି। ରେବି ଧାଇଁଯାଇ ମାଆକୁ କିତାବର ଛବି ସବୁ ଦେଖାଇଲା। ତାହା ବାଦ୍ ଜେଜିକୁ ଦେଖାଇଲା। ଜେଜି କିଞ୍ଚିତ ବିରକ୍ତ ହୋଇ କହିଲା, ହେ ଯା। ରେବି ତାକୁ ଦୂର ଦୂର ଗାଳି ଦେଇ ଫେରି ଆସିଲା। ଆଜି ଦିନଟି ଭଲ, ଶ୍ରୀପଞ୍ଚମୀ। ରେବତୀ ସକାଳୁ ବୁଡ଼ ମାରି ଗାଧୋଇ ନୂଆ ଲୁଗା ଖଣ୍ଡିଏ ପିନ୍ଧି ଘର ବାହାର ହେଉଛି। ବାସୁ ଭାଇ ଆସିଲେ କିତାବ ପଢ଼ାଇ ଦେବେ। ବୁଢ଼ୀ ଭୟରେ ବିଦ୍ୟାରମ୍ଭର ଆୟୋଜନ କିଛି ହୋଇନାହିଁ। ବେଳ 6 ଘଡ଼ି ସମୟରେ ବାସୁଦେବ ଯାଇ ପଢ଼େଇ ଦେଲା। ସ୍ୱରେ ଅ, ସ୍ୱରେ ଆ, ହର୍ଷଇ ଦୀର୍ଘଇ, ହର୍ଷଉ ଦୀର୍ଘଉ ଇତ୍ୟାଦି ପ୍ରତିଦିନ ପଢ଼ା ଚାଲିଲା। ପ୍ରତିଦିନ ସଞ୍ଜବେଳେ ବାସୁ ଯାଇ ପଢ଼ାଇ ଦିଏ। 2 ବରଷ ମଧ୍ୟରେ ରେବତୀ ଢେର ପଢ଼ିଗଲାଣି। ମଧୁରାଉଙ୍କ ଛନ୍ଦମାଳା ପଢ଼ିଯିବା ବେଳେ ତୁଣ୍ଡରେ ବାଟୁଳି ବାଜେ ନାହିଁ। ଦିନେ ରାତିରେ ଶ୍ୟାମବନ୍ଧୁ ବସି ଭାତ ଖାଇଲା ବେଳେ ମା ପୁଅ 2 ଜଣ କଥାବାର୍ତ୍ତା ହେଲେ। ପୂର୍ବେ ବୋଧକରୁ କିଛି କଥା ହୋଇଥିଲା। ଆଜି ସେ କଥାର ଉପସଂହାର। ଶ୍ୟାମବନ୍ଧୁ, କି ମା, ଭଲ ହେବ ନାହିଁ କି? ବୁଢ଼ୀ କହିଲେ, ହେଁ, ଭଲ ହେବ। ଜାତି କଥାଟାକୁ ବୁଝୁଛୁ ନା? ଶ୍ୟାମବନ୍ଧୁ, ମୁଁ ଆଜିଯାଏ କ'ଣ ବୁଝିଥିଲି? ଭଲ କରଣ, ଗରିବ ପୁଅ ହେଲେ କ'ଣ ହେବ, ଜାତି ଭଲ। ରେବତୀ ପାଖରେ ବସି ଭାତ ଖାଉଥିଲା। ଏହି କଥାର ମର୍ମ ସେ କ'ଣ ବୁଝିଲା ସେ ଜାଣେ। ମାତ୍ର ସେହିଦିନଠାରୁ ତାହାର ଭାବଭଙ୍ଗୀ ଅନ୍ୟ ରକମ ଦେଖୁଅଛୁଁ। ତାକୁ ବାପା ଆଗରେ ବାସୁଭାଇ ପଢ଼ାଇ ଦେଲେ କିପରି ଗୋଟାଏ ଲାଜ ମାଡ଼େ। ଅକାରଣ ସକାରଣ ସବୁବେଳେ ହସ ମାଡ଼େ। ମୁଣ୍ଡ ତଳକୁ ପୋତିଦେଇ 2 ଓଠ ବୁଜି ହସ ଲୁଚାଏ। ଏଣିକି ବାସୁ ପଢ଼ାଇ ଦେଲେ କେତେବେଳେ ତୁନି ତୁନି ପଢ଼େ, କେତେବେଳେ ଖାଲି ହୁଁ ହୁଁ କରେ। ପଢ଼ା ସରିଲେ ପାଟି ବୁଜି ହସି ହସି ଘରକୁ ପଳାଇଯାଏ। ପ୍ରତିଦିନ ସଞ୍ଜବେଳେ ଦାଣ୍ଡଦୁଆର କବାଟକୁ ଧରି କାହାକୁ ଚାହିଁଥାଏ। ବାସୁ ଆସିଲେ ଘରକୁ ପଳାଏ। ପାଞ୍ଚ ଡାକରେ ବାହାରେ ନାହିଁ। ଏଣିକି ରେବତୀ ଦାଣ୍ଡକୁ କେବେ ବାହାରିଲେ ବୁଢ଼ୀ ଖପା ହୁଏ। ଦେଖୁ ଦେଖୁ ପଞ୍ଚମୀକୁ 2 ବରଷ ହୋଇଗଲାଣି।
ବିଧାତାଙ୍କର ବିଧାନ। କାହାର ଦିନ ସମାନ ଭାବରେ ଯିବ ନାହିଁ। ଫଗୁଣ ମାସିଆ ଦିନ କାହିଁ କିଛି ନାହିଁ। ଅଚାନକ କାହୁଁ ବାଡ଼ି ଆସିଲା। ସକାଳେ ଗ୍ରାମରେ ଶୁଣାଗଲା ଗୁମାସ୍ତା ଶ୍ୟାମବନ୍ଧୁ ମହାନ୍ତିଙ୍କୁ ବାଡ଼ି ଧରିଛି। ମୋ ଫସଲ ଗାଁରେ ବାଡ଼ି ପଡ଼ିଲେ ତାଟି କବାଟ ପଡ଼ିଯାଏ। ବାଡ଼ି ବୁଢ଼ୀ ସତେ ପରା। ଟୋକେଇଟିଏ କକେଇ ଦାଣ୍ଡରେ ମନୁଷ୍ୟ ଗୋଡ଼ାଉଛି ଏପରି ସମସ୍ତେ ମଣନ୍ତି। ଦୁଆରକୁ କାହାର ଆସିବାର ନାହିଁ। ମାଇକିନିଆ ଦୁଇଟା କ'ଣ କରିବେ? ପିଲାଟି ଡକାପାଡ଼ି ଘର ବାହାରେ ହେଉଛି। ବାସୁଦେବ ଶୁଣି ସ୍କୁଲ ଛାଣି ଧାଇଁଲା। ଡର ନାହିଁ, ଭୟ ନାହିଁ, ଆପଣା ଶରୀର ପ୍ରତି ଭାବନା ନାହିଁ। ଶ୍ୟାମବନ୍ଧୁ ପାଖରେ ବସି ଗୋଡ଼ରେ ହାତ ବୁଲାଉଥାଏ। ପାଣି ଟୋପାଏ ଟୋପାଏ ମୁହଁରେ ଦେଉଥାଏ। ବେଳ 3 ପ୍ରହର ସମୟରେ ଶ୍ୟାମବନ୍ଧୁ ବାସୁ ମୁହଁକୁ ଚାହିଁ ଖନେଇ ଖନେଇ କହିଲେ, ବାସୁ ଏ ବ ଆ-ଗିଲା। ବାସୁ ଭୋ ଭୋ କରି ଡକା ପଡ଼ିଲା। ଘରେ ଚହଳ ପଡ଼ିଗଲା। ରେବତୀ ଭୂଇଁରେ ପଡ଼ି ଗଡ଼ୁଥାଏ। ଦେଖୁ ଦେଖୁ ସଞ୍ଜବେଳକୁ କିଛି ନାହିଁ। କ'ଣ କରିବେ? ବାସୁ କାଲିକା ପିଲା। ଆଉ 2ଟା ଭୁଆସିଣୀ। ଗ୍ରାମରେ କରଣ ସେହି ଘରକ। ଶାଶୁ, ବୋହୂ, ବାସୁଦେବ 3 ଜଣ ଧରାଧରି କରି କର୍ମ ଚଳାଇଲେ। ଶ୍ମଶାନରୁ ଫେରି ଆସିବା ବେଳକୁ କୁଆଁତାରା ଉଇଁଲାଣି। ଘରେ ପଶିବା ମାତ୍ରକେ ରେବତୀ ମା ପୋଖରୀ ପାଣି ଗଲା। ଦେଖୁ ଦେଖୁ ଦିନ 2ପହର ବେଳେ ଗ୍ରାମରେ ହାଟ ହେଲା। ରେବତୀ ମା ନାହିଁ। ଦିନ ଚାଲିଯାଏ। କାହାରି ଲାଗି ଦିନ ବସି ରହେ ନାହିଁ। କାହାର ପାଲିଙ୍କି ଉପରେ ପାଟ ଛତା, କାହାର ବେଡ଼ି ଉପରେ କୋରଡ଼ା। ଦିନ ଯାଉଛି ସମସ୍ତଙ୍କର। ଯିବ ସମସ୍ତଙ୍କର। ଦେଖୁ ଦେଖୁ 3 ମାସ କଟିଗଲାଣି। ଶ୍ୟାମବନ୍ଧୁଙ୍କ ଘରେ 2 ଗୋଟି ଗାଈ ଥିଲେ। ତହବିଲ ବାକି ଟଙ୍କା ସକାଶେ ଜମିଦାର ଘର ଲୋକେ ଆସି ବାନ୍ଧି ଘେନିଗଲେ। ଆମ୍ଭେମାନେ ଜାଣୁ ଜମିଦାର ଘର ଟଙ୍କାକୁ ଶ୍ୟାମବନ୍ଧୁ ଶିବ ନିର୍ମାଲ୍ୟ ପରି ଜ୍ଞାନ କରେ। ଟଙ୍କାଟିଏ ଅସୁଲ ହେଲେ ଜମିଦାର କଚେରିରେ ପୌଠ ନ କରିବା ଯାଏ ତାହାର ନିଦ ନାହିଁ। ମାତ୍ର ତାହା ଉପରେ ଟଙ୍କା ଥାଉ ବା ନ ଥାଉ, ଗାଈ 2ଟି ବଡ଼ ଦୁଧିଆଳି। ଏକଥା ପୂର୍ବରୁ ଜମିଦାରଙ୍କୁ ଜଣାଥିଲା। ତାହା ଛଡ଼ା ଜମିଦାର ଚଷିବାକୁ ଯେ 3 ମାଣ ଜମି ଦେଇଥିଲେ, ତାହା ଛଡ଼ାଇ ନେଲେଣି। ହଳିଆଟା ଘରେ କିଏ ଆଉ ରହିବ? ଦୋଳ ପୂର୍ଣ୍ଣିମା ଦିନ ସେ ଛାଣିଗଲା। ବଳଦ 2ଟା 17.5 ଟଙ୍କାରେ ବିକା ଯାଇଥିଲା। 2 ଜଣଙ୍କ କ୍ରିୟାରେ ଖରଚ ଯାହା ବଳିଥିଲା, ସଟାବଟା କରି ମାସେ ଚଳିଲା। ଆଜି ଢାଲଟା, କାଲି ପିତଳଟା। ବିକାବଟା ବନ୍ଧା ଛନ୍ଦାରେ ଆଉ ମାସେ ଗଲା। ବାସୁ 2 ଓଳି ଦୁଆରକୁ ଆସେ। ରାତି ଘଡ଼ିଏ ଯାଏ ଥାଏ। ଆଈ ନାତୁଣୀ ଶୋଇବାକୁ ଗଲେ ବସାକୁ ଯାଏ। ବାସୁ କିଛି କିଛି ଟଙ୍କା ପଇସା ଦେଲେ ଆଈ ନାତୁଣୀ କେହି ନିଅନ୍ତି ନାହିଁ। ବଳେଇ ଦେଲେ ତାହା ଠଣାରେ ପଡ଼ିଥାଏ। ବାସୁ ଜାଣିପାରି ଆଉ କିଛି ଦିଏ ନାହିଁ। ବୁଢ଼ୀ ପାଖରୁ ଗୋଟାଏ 2ଟା ପଇସା ନେଇ ସଉଦା କିଣିଦିଏ। ସେଇ 2 ପଇସାର ସଉଦାରେ 8-10 ଦିନ ଚଳିଯାଏ। ଘରର ଚଳ ଉଡ଼ିଗଲାଣି। ଛାଉଣି ଦରକାର। ବାସୁ 2 ଟଙ୍କାର ନଡ଼ା କିଣି ବାଡ଼ିରେ ଗଦେଇଅଛି। ଶରତ ହେବାରୁ ଛପର ବନ୍ଦି ହୋଇପାରିନାହିଁ। ବୁଢ଼ୀ ଏବେ ଆଉ ଦିନରାତି କାନ୍ଦେ ନାହିଁ। କେବଳ ସଞ୍ଜ ହେଲେ ବସି କାନ୍ଦେ। କାନ୍ଦି କାନ୍ଦି ତଳେ ପଡ଼ିଯାଏ। ସେଠାରେ ରାତି କାଟେ। ରେବତୀ ଧକେଇ ପାଖରେ ପଡ଼ିଯାଏ। ବୁଢ଼ୀ ଆଖିକି ଏବେ ଭଲ ଦିଶୁନାହିଁ। ବାୟାଣୀ ପରି ହୋଇଗଲାଣି। ଏବେ ସେ କାନ୍ଦିବାର ଊଣା କରି ରେବତୀକୁ ଗାଳି ଦେବାକୁ ଆରମ୍ଭ କରିଛି। ଏତେ ଯେ ଦୁଃଖ, ଏତେ ଯେ ଦୁର୍ଦ୍ଦଶା, ସବୁର ମୂଳ କାରଣ ରେବତୀ। ଏହା ସେ ମନ ମଧ୍ୟରେ ସ୍ଥିର ସିଦ୍ଧାନ୍ତ କରିଆସିଲାଣି। ରେବତୀ ପାଠ ପଢ଼ିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡ଼ିଗଲା, ବଳଦ ବିକାଗଲା, ଜମିଦାର ଘର ଗାଈ ବାନ୍ଧି ଘେନିଗଲେ। ରେବତୀ କୁଲକ୍ଷଣୀ, ସେ କୁଡ଼ଙ୍ଗୀ, ସେ ଲକ୍ଷ୍ମୀଛାଡ଼ି। ବୁଢ଼ୀ ଆଖିକୁ ଯେ ଦିଶୁନାହିଁ, ତାହାର କାରଣ ରେବତୀ ପାଠପଢ଼ା। ବୁଢ଼ୀ ଗାଳି ଦେବାବେଳେ ରେବତୀ ଆଖିରୁ 2 ଧାର ଲୁହ ବୋହି ଯାଉଥାଏ।
ଡରରେ ବୁଢ଼ୀ ପାଖରେ ଛିଡ଼ା ହୋଇପାରେ ନାହିଁ। ବାଡ଼ି ଦୁଆରେ ନେହିଲେ ଘର କୋଣରେ ମୁହଁ ଘୋଡ଼େଇ କାଠଟି ପରି ବସିଥାଏ। ବାସୁ ମଧ୍ୟ ଦୋଷୀ, କାରଣ ରେବତୀ ତ ଏତେ ଦିନ ଯାଏ ପଢ଼ିନଥିଲା। ସେ ଆସି ପଢ଼ାଇ ଦେଲା। ମାତ୍ର ବୁଢ଼ୀ ବାସୁକୁ କିଛି କହିପାରେ ନାହିଁ। ବାସୁ ନ ହେଲେ ଘର ଦଣ୍ଡେ ଅଚଳ। ପୁଣି ଜମିଦାର ଘର ଲୁଟ୍ ଛାଣି ନାହିଁ। ରେବତୀ ଆଉ ଏଣିକି ସେହି ନୀଳାମୟ ପ୍ରତିମା ନୁହେଁ। ତାହା ପାଟି ଆଉ କେହି ଶୁଣି ନାହିଁ। ବାପା ମା ଗଲା ଦିନୁ ତାକୁ ଦାଣ୍ଡ ଦୁଆରେ ଆଉ କେହି ଦେଖି ନାହିଁ। କେତେ ଦିନ ଯାଏ ଭୋ ଭୋ କରି ଡାକ ପାରୁଥିଲା, ଏବେ ଆଉ ପାଟି କରି କାନ୍ଦେ ନାହିଁ। ମାତ୍ର ଦିବାରାତ୍ର ତାହାର ବଡ଼ ବଡ଼ ଆଖି ଦୁଇଟା ସାନ ସାନ ନୀଳକଇଁ ପରି ପାଣିରେ ଢଳ ଢଳ ହେଉଥାଏ। ତାହାର କ୍ଷୁଦ୍ର ପ୍ରାଣ ତହିଁରୁ ଅତି କ୍ଷୁଦ୍ର ମନଟି ଏକାବେଳକେ ଭାଙ୍ଗି ଯାଇଛି। ତା ପକ୍ଷରେ ବର୍ତ୍ତମାନ ଦିନରାତି ସମାନ। ବାପା ମା ମରିଯାଇଛନ୍ତି, ଆଉ ସେମାନେ ଆସିବେ ନାହିଁ, ଏ କଥା ସେ ବିଶ୍ୱାସ କରିପାରୁନାହିଁ। ପେଟରେ ଭୋକ ନାହିଁ, ଆଖିରେ ନିଦ ନାହିଁ। ଦିବାନିଶି ଅନୁକ୍ଷଣ ପିତାମାତା ଧ୍ୟାନ। ଜେଜେମା ଡରରେ ଖାଇବାକୁ ବସେ, ବମିରେ ପ୍ରାୟ ଉଠେ ନାହିଁ। ଦେହରେ ହାଡ଼ ଚର୍ମ ଦୁଇ ଖଣ୍ଡ ଧୁଡ଼ୁ ଧୁଡ଼ୁ ହେଉଛି। କେବଳ ବାସୁଦେବ ଘରକୁ ଆସିଲେ ଉଠି ବସେ। ବଡ଼ ବଡ଼ ଆଖି ଦୁଇଟାରେ ଜଳ ଜଳ କରି ବାସୁକୁ ଚାହିଁଥାଏ। ବାସୁ ଅନାଇଲେ ସାନ ନିଶ୍ୱାସଟାଏ ପକାଇ ମୁଣ୍ଡ ପୋତିଦିଏ। ଶ୍ୟାମବନ୍ଧୁ ମରିବାର ଆଜିକୁ ହାତ ଗଣିତିରେ 5 ମାସ। ଜ୍ୟେଷ୍ଠ ମାସିଆ ଦିନ ଠିକ୍ ଦିନ ଦ୍ୱିପ୍ରହର ବେଳେ ବାସୁ ଦୁଆରେ ଡାକିଲା। ଏତେବେଳେ ସେ କୌଣସି ଦିନ ଆସିନାହିଁ। ବୁଢ଼ୀ କନ୍ଦେଇ କନ୍ଦେଇ ଯାଇ ଦୁଆର ଫିଟାଇ ଦେଲା। ବାସୁ କହିଲା, ଜେଜେମା ଦ୍ୱିପଟି ଇନ୍ସପେକ୍ଟର ହରିହରପୁର ଥାନାରେ ବସି ପାଠଶାଲା ପିଲାମାନଙ୍କୁ ପାଠ ପଚାରିବେ। ସବୁ ସ୍କୁଲର ପିଲାମାନେ ଯିବେ। ମୋ ପାଖକୁ ଚିଠି ଆସିଛି। ମୁଁ ପିଲାମାନଙ୍କୁ ନେଇ କାଲି ସକାଳେ ଯିବି। 5 ଦିନ ଲାଗିବ। ରେବତୀ କବାଟ କଣରେ ଛିଡ଼ା ହୋଇ ଶୁଣୁଥିଲା। ଲଥ୍ କରି ବସି ପଡ଼ିଲା। ଭାଗ୍ୟେ କବାଟ ଧରିଥିଲା, ନୋହିଲେ ପଡ଼ି ଯାଇଥାନ୍ତା। ବାସୁ 5 ଦିନ ସକାଶେ ଚାଉଳ, ଲୁଣ, ତେଲ, ବାଇଗଣ କିଛି କିଣି ଆଣି ଆଗରେ ଥୋଇଦେଇ ବୁଢ଼ୀକୁ ଜୁହାରଟାଏ ହୋଇ ଶନିବାର ମୁହଁ ସଞ୍ଜବେଳେ ବାହାରିଲା। ବୁଢ଼ୀ କହିଲା, ବାପ ଖରାରେ ବୁଲିବୁ ନାହିଁ। ଦେହ ପାଆକୁ ଚାହିଁବୁ। ବେଲଟାରେ 2ଟା ତୁଣ୍ଡରେ ଦେବୁ। ଏହା କହି ନିଶ୍ୱାସଟା ପକାଇଲା। ରେବତୀ ଏକ ଧ୍ୟାନରେ ବାସୁକୁ ଚାହିଁଥାଏ। ଆଜିକା ଚାହାଣି ଅନ୍ୟ ରକମ। ଆଗେ ବାସୁକୁ ଚାହିଁଲେ ମୁଣ୍ଡ ତଳକୁ ପୋତି ଦେଉଥିଲା। ଆଜି ସେ ଭାବ ନାହିଁ। ଆଜି ଚାରିଚକ୍ଷୁର ମିଳନ। ଆଖି ଫେରାଇବାକୁ କାହାରି ଆୟତ୍ତ ନାହିଁ। ବାସୁ ଚାରିଗଲାଣି, ଆଉ ଦିନ ନାହିଁ। ଘର ବାହାର ଅନ୍ଧାର ପୂରିଗଲାଣି। ରେବତୀ ଯେପରି ଚାହିଁଥିଲା ସେହିପରି ଚାହିଁଅଛି। ବୁଢ଼ୀ ଡାକିବାରୁ ତାହାର ଚେତନା ନାହିଁ। ଘର ବାହାର ସମସ୍ତ ଅନ୍ଧକାରମୟ। ରେବତୀ ବସି ଦିନ ଗଣୁଛି। ଆଜି 6 ଦିନ। ବାପ ମା ଗଲାଦିନୁ ଦାଣ୍ଡ ଦୁଆର ଦେଖି ନ ଥିଲା। ଆଜି ସକାଳୁ ଦାଣ୍ଡ ଦୁଆରେ 2 ଥର ମୁହଁ ମାରି ଗଲାଣି। ବେଲ ଅନ୍ଦାଜ 6 ଘଡ଼ି। ହରିହରପୁରରେ ସ୍କୁଲ ପିଲାମାନେ ଫେରି ଆସିବା ମାତ୍ରେ ଲୋକେ ବୋଲାବୋଲି ହେଲେ। ହରିହରପୁରର ଫେରି ଆସିବା ସମୟରେ ଗୋପାଳପୁରର ବରଗଛ ମୂଳରେ ପଣ୍ଡିତଙ୍କୁ ବାଡ଼ି ଧଇଲା। 4 ଥର ପୋଖରୀ ପାଣି ହେଲା। ଅଧରାତିରେ ଚାଲିଗଲେ। ଗ୍ରାମ ଲୋକମାନେ ହାୟ ହାୟ କଲେ। ପୁଅ ଝିଅ, ମା ମାଇକିନିଆମାନେ ପାଟି କରି କାନ୍ଦି ପକାଇଲେ। କେହି କହିଲା, ଆହା କି ରୂପରେ! କେହି କହିଲା, କି ଧୀରରେ! କେହି କହିଲା, ଦାଣ୍ଡରେ ଚାଲି ଯାଉଥିବା ଯେ ମାଛି ଟିକିଟି ମ କହିବ ନାହିଁ। ରେବତୀ ଶୁଣିଲା, ବୁଢ଼ୀ ଶୁଣିଲା। ବୁଢ଼ୀ କାନ୍ଦି କାନ୍ଦି ତାହା କଣ୍ଠରୁଦ୍ଧ ହୋଇଗଲା। ଆଉ କାନ୍ଦି ପାରିଲା ନାହିଁ। ଶେଷରେ ଉଠି କହିଲା, ଆହା ବାପ! ବିଦେଶକୁ ଆସି ଆପଣା ବୁଦ୍ଧିରେ ପ୍ରାଣ ହରେଇଲୁରେ। ଅର୍ଥାତ୍ ସେ ଦୁର୍ବୁଦ୍ଧି କରି ରେବତୀକୁ ପାଠ ପଢ଼ାଇବାରୁ ମରିଗଲା, ନୋହିଲେ କେବେ ମରିନଥାନ୍ତା। ଶୁଣିଲାବେଳୁ ରେବତୀ ଯାଇ ଘରେ ପଡ଼ିଛି। ସୁର ଶବ୍ଦ ନାହିଁ। ସେ ଦିନ ଗଲା। ତହିଁ ଆରଦିନ ସକାଳେ ବୁଢ଼ୀ ରେବତୀକୁ ପାଖରେ ନ ଦେଖି ପାଟି କରି ଡାକିଲା, ଲୋ ରେବତୀ, ଲୋ ରେବୀ, ଲୋ ନିଆଁ, ଲୋ ଚୁଲି। ବୁଢ଼ୀ
ବୁଢ଼ୀ ବାୟାଣୀ ପରି ହୋଇଗଲାଣି। କାନ୍ଦ ବୋବାଳି ନାହିଁ। କେବଳ ରାଗରେ ଦିନରାତି ରେବତୀକୁ ଗାଳି। ପଡ଼ିଶା ଲୋକେ ଦାଣ୍ଡଗଲା ଲୋକେ ଯେତେବେଳେ ଇଚ୍ଛା ସେତେବେଳେ ଶୁଣୁଛନ୍ତି। ଲୋ ରେବତୀ, ଲୋ ରେବୀ, ଲୋ ନିଆଁ, ଲୋ ଚୁଲି। ବୁଢ଼ୀ ଆଖିକୁ ଦିଶୁନାହିଁ। ଅଣ୍ଡାଳି ଯାଇ ରେବତୀକୁ ପାଇଲା। ଡାକିଲା। ଜବାବ ନ ପାଇ ତା ମୁହଁରେ ହାତ ବୁଲାଇ ଦେଖିଲା ଭାରି ଜ୍ୱର। ଦେହରୁ ନିଆଁ ବାହାରୁଛି। ଜ୍ଞାନ ନାହିଁ। ବୁଢ଼ୀ ଢେର ବେଳଯାଏ ବସି କ'ଣ ପାଞ୍ଚିଲା। କ'ଣ କରିବ? କାହାକୁ ଡାକିବ? ମନ ଭିତରେ ଜଗତ ସଂସାର ଖୋଜିଲା। ପାଖରେ କାହାକୁ ଦେଖିଲା ନାହିଁ। କିଛି ସ୍ଥିର କରି ନ ପାରି ଖପା ହୋଇ କହିଲା, ଯାହା ଆପଣାକିଆ ତହିଁକି ଇଲାଜକିଆ। ଅର୍ଥାତ୍ ତୁ ପାଠ ପଢ଼ିବାରୁ ଜ୍ୱର ହେଲା। ମୁଁ କ'ଣ କରିବି? ରେବତୀ ମାଟିରେ ଲାଗିଯାଇଛି। ଆଖି ଫିଟାଉ ନାହିଁ। ଡାକିଲେ ଉତ୍ତର ନାହିଁ। ଉଁଚୁ ହେବାକୁ ମଧ୍ୟ ନାହିଁ। ଆଜି 6 ଦିନ ହେଲା ରେବତୀ ସକାଳୁ 2-4 ଥର ପାଟି କଲାଣି। ବୁଢ଼ୀ ପାଟି ଶୁଣି ପାଖକୁ ଗଲା। ଦେହରେ ହାତ ବୁଲାଇ ଦେଖିଲା, ଗୋଡ଼ ହାତ ଶୀତଳ। ଡାକିଲେ ହୁଁ ହୁଁ ଜବାବ ଦେଲା। କଟମଟ କରି ମୁହଁକୁ ଚାହିଁଅଛି। କିଛି ନ ପଚାରିଲେ ମଧ୍ୟ କେତେ କଥା କହି ପକାଉଛି। କୌଣସି କବିରାଜ ଦେଖିଲେ ତୃଷା, ଦାହ, ପ୍ରଳାପଶ୍ଚ ଇତ୍ୟାଦି ଶ୍ଲୋକ ପଢ଼ି କହନ୍ତେ ସନ୍ନିପାତସ୍ୟ ଲକ୍ଷଣ। ମାତ୍ର ବୁଢ଼ୀ କିଛି ଖୁସି ହେଲା। ଦେହର ତାତି ନାହିଁ। କଥା କହୁ ନ ଥିଲା। ପାଟି ଫିଟାଇଲାଣି। ଚାହୁଁ ନ ଥିଲା। ଆଖି ଫିଟାଇଲାଣି। ପାଣି ପିଇବାକୁ ମାଗିଲାଣି। 6 ଦିନ ହେଲା ଜିଭରେ ପାଣି ଟୋପାଏ ବାଜି ନାହିଁ। 4ଟା ପଥି ପେଟରେ ପଡ଼ିଲେ ଝିଅଟା ଉଠି ବସିବ। ତୁ ଶୋଇଥା, ମୁଁ 4ଟା ପଥି ରାନ୍ଧି ଆଣେ। ଏହା କହି ବୁଢ଼ୀ ବାହାରକୁ ବାହାରି ଆସିଲା। ପଥି ରାନ୍ଧିବ କ'ଣ? ଘରେ ପାଛିଆ, କୁଣ୍ଡାଇ, ହାଣ୍ଡି, ଆଟିକା ସବୁ ଖୋଜିଲା। ମୁଠାଏ ଚାଉଳ ନାହିଁ। ନିଶ୍ୱାସଟାଏ ପକାଇ ଘରେ ବସିଲା। ବାସୁ 5 ଦିନକୁ ଚାଉଳ ଡାଲି କିଣି ଦେଇ ଯାଇଥିଲା। ସେଥିରେ 10 ଦିନ କିଆ ଚଳିଗଲା। ବୁଢ଼ୀର ଦୃଷ୍ଟିଶକ୍ତି ଥିଲା, ବୁଝିପାରନ୍ତା। ବସି ବିଚାର କଲେ ବୁଦ୍ଧି ଦିଶେ। ଘରେ କଂସା ବାସନ କିଛି ନାହିଁ। ହାତରେ ଗୋଟାଏ କଣା ଢାଳ ପଡ଼ିଲା। ସେଇଟା ଧରି ହରି ସାହୁ ଦୋକାନକୁ ବାହାରିଲା। ହରି ସାହୁ ବୁଢ଼ୀ ହାତରେ ଢାଳଟା ଦେଖି ଅର୍ଥଟା ବେଶ୍ ବୁଝିଗଲା। ବୁଢ଼ୀ ଆପଣାର ଅଭିପ୍ରାୟ ଜାଣିବାରୁ ଏହି ଢାଳଟା ହାତରେ ଧରି ଚାରିପାଖ ଦେଖି କହିଲା, ନାହିଁ, ମୋ ଘରେ ଚାଉଳ ନାହିଁ। ଆଉ ଏହି କଣା ଢାଳଟି ରଖି କିଏ ଚାଉଳ ଦେବ? ଏହି ଘରେ ଯେ ଚାଉଳ ନ ଥିଲା ତାହା ନୁହେଁ, ଦେବାକୁ ମଧ୍ୟ ଇଚ୍ଛା। ତେବେ ଶସ୍ତାରେ ନେବା କଥା। ଚାଉଳ ନ ଥିବାର ଶୁଣି ବୁଢ଼ୀ ମୁଣ୍ଡରେ ତ ବଜ୍ର ପଡ଼ିଲା। କ'ଣ କରିବ? ଝିଅଟା ଜ୍ୱରରୁ ଉଠିଛି। ତା ମୁହଁରେ କ'ଣ ଦେବେ? ଘଡ଼ିଏ ବସିଗଲା ବେଳ ବୁଢ଼ୀ ଆସିଲାଣି। ହରିକୁ 2 ଥର ଅନାଇଲା। ଯାଏ, ଝିଅଟା କ'ଣ କରୁଛି ଦେଖେ। ଢାଳଟି ଧରି ଉଠୁଛି। ହରି କହିଲା, ଦିଅ ଢାଳଟା ଦିଅ, ଦେଖେ ଘରେ କ'ଣ ଅଛି। ହରି ଢାଳଟା ରଖି 4 ମାଣ ଚାଉଳ, ଅଧମାଣ ଯାଇ, କିଛି ଲୁଣ ଦେଲା। ବୁଢ଼ୀ 4-6 ଜାଗା ବସି ଉଠି ଘରେ ଆସି ପହଞ୍ଚିଲା। ଏ ପର୍ଯ୍ୟନ୍ତ ବୁଢ଼ୀ ଦାଣ୍ଡରେ ଦାନ୍ତ କାଠି ବାଜି ନାହିଁ। ଦେହ ମନ କ'ଣ କହିବ? ଘରେ ପହଞ୍ଚି ରେବତୀକୁ ଡାକିଲା। ତାହାର ବିଶ୍ୱାସ ରେବତୀ ଭଲ ହୋଇଗଲାଣି। ପାଣି କାଢ଼ିଦେବ, ସେ ଭାତ ରାନ୍ଧିବ। ରେବତୀ ଜବାବ ନ ଦେବାରୁ ସେ ଭାରି ଖପା ହୋଇ ଡାକିଲା, ଲୋ ରେବତୀ, ଲୋ ରେବୀ, ଲୋ ନିଆଁ, ଲୋ ଚୁଲି। ଜବାବ ନାହିଁ। ଏଣେ ରେବତୀର ସନ୍ନିପାତ ରୋଗ କ୍ରମଶଃ ବଢ଼ିଛି। ଭୟାନକ ଯନ୍ତ୍ରଣା। ଦେହ କ୍ରମଶଃ ଶୀତଳ ହେଉଛି। ଜିଭ ଶୁଖିଗଲାଣି। ଭୟଙ୍କର ପିପାସା। ଜିଭଟା ଯେମନ୍ତେ ଭିତରକୁ ଚାଲିଯାଉଛି। ଥଣ୍ଡା ଜାଗାକୁ ଯିବାର ଇଚ୍ଛା। ଘରଯାକ ଗଡ଼ି ଗଡ଼ି ବାହାରକୁ ଆସିଲାଣି। ସୁଖ ଲାଗିଲା ନାହିଁ। ବାଡ଼ି ଦୁଆରକୁ ଯାଇ ପିଣ୍ଡାରେ ବସିଲା।
दिन शेष हो आसिलाणी। खूब पवन बहुची। बाड़को आउजी बसिला। बाड़ीजाक अनाइला। बापा गला बरस एही कदली लगाइथिले। भंडा बाहरिलाणी। 2 बरस तले माँ गोटे पिजुली गछ बाड़ीरे रोइथिले। रेवती धाई धाई कूଅरू ढाले पानी से गछरे देईदेला। से गछ केड़ेटाए हेलाणी, फूल धरिलाणी। से गछ देखी माँ मनरे पड़िले। संज गड़ीगलाणी। गछ मूलरू ढाल ओढ़ालरू अंधार गुड़ाक बाहरी बाड़ी पूरी गलाणी। आउ किछि दिशुनाही। आकाशकू चाहिला। पहरिकिया ताराटिए धक धक होई किरण बाहारुची। एक ध्यानरे रेवती सेही ताराकू चाहिअछि। खाली आखिरे आउ पलक पड़ुनाही। तारार आकार क्रमश बढ़ी जाउछि। चक्र परी आकार होइगलाणी। आहुरी वृद्धि। क्रमश उज्ज्वल। ए कि मूर्ति तारा मध्यरे शांतिदायिनी, प्रेममयी, आनंदमयी मातांकर अभय मूर्ति बसी स्नेहरे कोलको नेबा सकाशे डाकुचंती। माँ 2 गोटी किरण हस्त बढ़ाई देले। ସେହି କିରଣ 2ଟି ଆସି 2 ବକ୍ଷ ସ୍ପର୍ଶ କରି ହୃଦୟରେ ପ୍ରବେଶ କଲା। ସେହି ଅନ୍ଧକାର ମଧ୍ୟରେ ଆଉ କୌଣସି ଶବ୍ଦ ନାହିଁ, କେବଳ ନିଶ୍ୱାସ ଶବ୍ଦ। କ୍ରମଶଃ ପ୍ରବଳ, ଖୁବ୍ ଦୀର୍ଘ ନିଶ୍ୱାସ। ଶେଷରେ ମାଆ 2 ଥର ଅସ୍ପଷ୍ଟ ଶବ୍ଦ ଶୁଭିଲା। ବାଡ଼ି ନିସ୍ତବ୍ଧ, ନୀରବ। ଏଣେ ବୁଢ଼ୀ ଘୁଷୁରି ଘୁଷୁରି ଯାଇ ରେବତୀ ଶୋଇବା ଜାଗା ଦେଖିଲା। କେହି ନାହିଁ। ଘରଯାକ, ବାହାର ଅଗଣା, ଢେଙ୍କି ତଳ, ଢେଙ୍କି ଲାଉଞ୍ଚି, କାହିଁ ନାହିଁ। ମନେକଲା ଜ୍ୱର ଭଲ ହୋଇଗଲାଣି। ବାଡ଼ିରେ ବୁଲୁଥିବ ସେହି ଡାକ, ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ବାଡ଼ି ଦୁଆରକୁ ଗଲା। ଆଣ୍ଡିଲି ପିଣ୍ଡାକୁ ଉଠିଲା। ପିଣ୍ଡାଟା ଭୂମିଠାରୁ 2 ହାତ ଉଚ୍ଚ, ହାତେ ଚଉଡ଼ା। ମଲା, ତୁ ଏଇଠି ବସିଛୁ? ଦେହରେ ହାତ ଦେଇ ବୁଢ଼ୀ ପ୍ରଥମେ ଚମକି ପଡ଼ିଲା। ଆଉ ଥରେ ଭଲ କରି ଗୋଡ଼ଠାରୁ ମୁଣ୍ଡଯାକେ ହାତ ବୁଲାଇଲା। ନାକରେ ହାତ ଦେଇ ଗୋଟାଏ ଉତ୍କଟ ଶବ୍ଦ କଲା। ସଙ୍ଗେ ସଙ୍ଗେ ପିଣ୍ଡା ତଳେ ଦୁଲ୍ ଦାଲ୍ ଶବ୍ଦ। ଶ୍ୟାମବନ୍ଧୁ ମହାନ୍ତି ଘରର କୌଣସି ପ୍ରାଣୀକୁ ଜଗତରେ ଆଉ କେହି ଦେଖି ନାହାନ୍ତି। ପଡ଼ୋଶୀମାନେ ରାତି ପହରକ ସମୟରେ ଶେଷ ଶବ୍ଦ ଶୁଣୁଥିଲେ। ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି।